ମତରେ ଯାହାଦ୍ୱାରା ମନର ଭାବ ସ୍ପଷ୍ଟ ରୂପେ ପ୍ରକାଶିତ ହେଉଛି ତାହା ହେଉଛି ଭାଷା। ଭାଷାର ସ୍ପଷ୍ଟ ଅଭ୍ରାନ୍ତ ଭାଷା ହେଉଛି ସ୍ୱୟଂ ସମ୍ପୂର୍ଣ୍ଣ ସଂଖ୍ୟା ନୁହେଁ। ଶ୍ରବଣ, ଦର୍ଶନ, ସ୍ପର୍ଶ ଇନ୍ଦ୍ରିୟ ମାଧ୍ୟମରେ ଇଙ୍ଗିତ, ଚିତ୍ରାଙ୍କନ ଆଦି ଦ୍ୱାରା ମଧ୍ୟ ମନର ଭାବପୂର୍ଣ୍ଣ, କିନ୍ତୁ ଏହି ଭାଷାର ସ୍ପଷ୍ଟ ଅଭ୍ରାନ୍ତ ସ୍ୱୟଂ ସମ୍ପୂର୍ଣ୍ଣ ସଂଖ୍ୟା ନୁହେଁ, କାରଣ ଶ୍ରବଣ, ଦର୍ଶନ, ସ୍ପର୍ଶ ଆଦି ଇନ୍ଦ୍ରିୟ ମାଧ୍ୟମରେ ଇଙ୍ଗିତ, ହାବଭାବ, ଚିତ୍ରାଙ୍କନ ଆଦି ଦ୍ୱାରା ମଧ୍ୟ ମନର ଭାବପୂର୍ଣ୍ଣ ରୂପେ ପ୍ରକାଶ କରାଯାଇପାରେ। ଏହା ମଧ୍ୟମକୁ ମୁଖ୍ୟତଃ ତିନି ଭାଗରେ ବିଭକ୍ତ। ଭାଷା ହେଉଛି ଅଭ୍ରାନ୍ତ ସ୍ୱୟଂ ସମ୍ପୂର୍ଣ୍ଣ, କାରଣ ଶ୍ରବଣ, ଦର୍ଶନ, ସ୍ପର୍ଶ ଆଦି ଇନ୍ଦ୍ରିୟ ମାଧ୍ୟମରେ ଇଙ୍ଗିତ, ହାବଭାବ ମନର ଭାବପୂର୍ଣ୍ଣ ରୂପେ ପ୍ରକାଶ କରାଯାଇପାରେ। ପ୍ରତ୍ୟକ୍ଷ ଦୃଷ୍ଟିରେ ଥିଲେ ହସ୍ତାବୟବ ଦ୍ୱାରା ସଶବ୍ଦ, ପରୋକ୍ଷ ଦୃଷ୍ଟିରେ ଥିଲେ ତାଳି ବଜାଇ ମନର ଭାବ ଅନେକ ପ୍ରକାଶ କରାଯାଇପାରେ। ଡାକ ଘରେ ତାର ଟିକ୍ ଟିକ୍ ଶବ୍ଦ ସୃଷ୍ଟି କରି କାଜଳ, ଶ୍ରବଣେନ୍ଦ୍ରିୟ ମାନେ ହେଉଛି ଶୁଣିବ ଯେଉଁଟା ଭାଷା। ବିପଦ ସମୟରେ ସତର୍କ ଘଣ୍ଟି ବଜାଇ ବଂଶୀ ଓ ଇନ୍ଦ୍ରିୟ। ଅନ୍ଧ ବାଳକ କାଷ୍ଠ ବା ଧାତୁ ପଦାର୍ଥରେ ଖୋଦିତ ଲିପିକୁ ସ୍ପର୍ଶ କରି ଅକ୍ଷର ଶିକ୍ଷା କରିପାରେ। ଲିପି ମାଧ୍ୟମରେ ପୂର୍ଣ୍ଣ ବାକ୍ୟଗୁଡ଼ିକର ଭାବ ମଧ୍ୟ ଗ୍ରହଣ କରିପାରେ। ଲିପିକୁ ସ୍ପର୍ଶ କରି ଅକ୍ଷର ଶିକ୍ଷା କରିପାରେ। ଲିପି ମାଧ୍ୟମରେ ପୂର୍ଣ୍ଣ ବାକ୍ୟଗୁଡ଼ିକର ଭାବ ମଧ୍ୟ ଗ୍ରହଣ କରିପାରେ। ଲିପି ମାଧ୍ୟମରେ ପୂର୍ଣ୍ଣ ବାକ୍ୟ। ସ୍ପର୍ଶେନ୍ଦ୍ରିୟ, ଚୋର ଡକାୟତମାନେ ଅନ୍ଧାର ରାତିରେ ହାତକୁ ଚିପି ଭାବ ପ୍ରକାଶ କରିଥାନ୍ତି। ସ୍ପର୍ଶ ଇନ୍ଦ୍ରିୟ। ତାପରେ ଦର୍ଶନ ଇନ୍ଦ୍ରିୟ। ଦର୍ଶନ ଦ୍ୱାରା ମଧ୍ୟ ଆମେ ଭାବ ପ୍ରକାଶ କରିପାରେ। ଆଖିର ଠାର ମାଧ୍ୟମରେ, ପାଦରେ ଯେଉଁ ଶବ୍ଦ ସୃଷ୍ଟି କରେ, ଟିକ୍ ଟିକ୍ ଶବ୍ଦ ସୃଷ୍ଟି କରି କାର୍ଯ୍ୟାଳୟ ଭିତରେ ଥାଇ ଆହ୍ୱାନ ଘଣ୍ଟି ବଜାଇ, ବିପଦ ସମୟରେ ସତର୍କ ଘଣ୍ଟି ବଜାଇ ବିଭିନ୍ନ ମୂର୍ଚ୍ଛନା ତୋଳି ମନର ଭାବ ଜଣାଇ ଦିଆଯାଇପାରେ। ଶବ୍ଦ ମାଧ୍ୟମରେ କାର୍ଯ୍ୟାଳୟ ଭିତରେ ଥାଇ ଘଣ୍ଟି ବଜାଇ, ବିପଦ ସମୟରେ ସତର୍କ ଘଣ୍ଟି ବଜାଇ, ଶବ୍ଦରୁ ମଧ୍ୟ ଲୋକ ଶ୍ରବଣରେ ମଧ୍ୟ ବୁଝିପାରନ୍ତି। କୋଇଲି ବୋବେଇଲେ, କାଉ ବୋବେଇଲେ ଲୋକ ସକାଳ ଶୁଭ ମୁହୂର୍ତ୍ତ ବୋଲି ଜାଣିପାରନ୍ତି। ତେଣୁ ଶ୍ରବଣେନ୍ଦ୍ରିୟ, ଭାଷା, ଶ୍ରବଣେନ୍ଦ୍ରିୟ, ଦର୍ଶନେନ୍ଦ୍ରିୟ ହେଉଛି ମୁଖାକୃତି, ଆଖିର ଭାବ, ହସ୍ତ ସଞ୍ଚାଳନ, ପତାକା ଚାଳନା। ଦର୍ଶନ ଦ୍ୱାରା ହେଉଛି ଚିଠିପତ୍ର ଆଦି ଦ୍ୱାରା ମଧ୍ୟ ଭାବ ପ୍ରକାଶ କରାଯାଇପାରେ। ମୁଖ ଦ୍ୱାରା, ଆଖିର ଭାବ ଦ୍ୱାରା ମୂଳ ବ୍ୟକ୍ତି ନିଜର ସଂକେତ ଦ୍ୱାରା ନିଜର ପରିସ୍ଥିତିକୁ ଅଭିବ୍ୟକ୍ତ କରେ। ମନସ୍ତତ୍ତ୍ୱ ଦ୍ୱାରା ମଧ୍ୟ ଜଣେ ବ୍ୟକ୍ତିର ମନୋଭାବ ଅନୁଭବ କରିବେ। ମନସ୍ତତ୍ତ୍ୱ ଦ୍ୱାରା ଦେଖିକି ଜାଣିହେବ। ମୁଖ, ଚକ୍ଷୁ, ଆଧାରର ହସ, ସ୍ମିତ, ଅଧର, ଅଧମାନ ଓଠର ହସ ଦ୍ୱାରା ମଧ୍ୟ ତାର ମନୋଭାବ ସମ୍ପର୍କରେ ଅବଧାରଣ କରିପାରନ୍ତି। ଭାଷା ବିଷୟରେ ଭାଷା ଦ୍ୱାରା ଆମେ ବହୁତ ଜିନିଷ ଜାଣିପାରୁ। ଏତେ ମନୋଭାବ ଅନୁଭବ କରିବେ। ଏସବୁ ଭାଷା ପଦବାଚ୍ୟ ହୋଇପାରିବନି। କିନ୍ତୁ ଏସବୁ ଭାଷା ପଦବାଚ୍ୟ ହୋଇପାରିବନି କିଏ? ଅଧର, ସ୍ମିତ, ହସ, କାରଣ ଏଗୁଡ଼ିକ ବାଗ୍ଯନ୍ତ୍ର ଦ୍ୱାରା ଉଚ୍ଚାରିତ ଧ୍ୱନି ନୁହନ୍ତି। ଧ୍ୱନି ହେବନି। ହମ୍ବା, ରଡ଼ି, ଶୂକର, ରାମ, କୃଷ୍ଣ ଆଦି ଶବ୍ଦ ବାଗ୍ଯନ୍ତ୍ରରୁ ଉଚ୍ଚାରିତ ହେଲେ ମଧ୍ୟ ଏହା ଅତୀବ ମନୁଷ୍ୟ। ହାଲିଡେଙ୍କ ଦୃଷ୍ଟିରେ ଭାଷା ହେଉଛି ସାମାଜିକ ପରିସ୍ଥିତି, ସୁଷ୍ଟ ଓ ସଂଗଠିତ ଧ୍ୱନି ସମୂହ। ବି ବ୍ଲକ ଏବଂ ଜି.ଏଲ୍. ଟ୍ରେଗର ସେମାନଙ୍କର ଲିଙ୍ଗୁଇଷ୍ଟିକ ଆନାଲିସିସ୍ ଗ୍ରନ୍ଥରେ ଭାଷାର ସଂଜ୍ଞା ସମ୍ପର୍କରେ ଉଲ୍ଲେଖ କରିଛନ୍ତି। ଇଲେଚ ଗ୍ରେଙ୍କ ମତରେ ଭାଷାର ବକ୍ତା ପକ୍ଷ, ଶ୍ରୋତା ପକ୍ଷ ଉଭୟ ପକ୍ଷରେ ଗୁରୁତ୍ୱ ଆରୋପ କରାଯାଇଛି। ଉଲ୍ଲେଖ କରି ଅଧିକ ଭାଷା ମାଧ୍ୟମରେ ସାମାଜିକ ଗୋଷ୍ଠୀ ପ୍ରତିକ୍ରିୟା ପ୍ରକାଶ କରନ୍ତି। ମାନବ ସମାଜ ଓ ସମାଜ ବର୍ଗ ଦ୍ୱାରା ପରମ୍ପରା କ୍ରମେ ଧ୍ୱନି ପ୍ରତୀକମାନଙ୍କର ବ୍ୟବସ୍ଥା ସ୍ୱୀକୃତି ଲାଭ କଲେ ଭାଷାର ସୃଷ୍ଟି ହୁଏ। ସମାଜ ବର୍ଗ ଦ୍ୱାରା ପରମ୍ପରା କ୍ରମେ ଧ୍ୱନି ପ୍ରତୀକମାନଙ୍କର ବ୍ୟବସ୍ଥା ସ୍ୱୀକୃତି ଲାଭ କଲେ ଭାଷା ସୃଷ୍ଟି ହୁଏ। ଧ୍ୱନି ପ୍ରତୀକ ଭାବ ବିନିମୟ। ଲାଙ୍ଗୁଏଜ ଗ୍ରନ୍ଥରେ ମତ ଦେଇଛନ୍ତି ମନୁଷ୍ୟମାନଙ୍କ ମଧ୍ୟରେ ପରସ୍ପର ଭାବ ବିନିମୟର ସହାୟକ ସଂକେତମାନଙ୍କର ବ୍ୟବସ୍ଥା ହେଉଛି ଭାଷା। ଏହି ଗ୍ରନ୍ଥର ସଂକେତ ଗୁଡ଼ିକ ଧ୍ୱନି ସଂକେତ ବୋଲି ସ୍ପଷ୍ଟ ଭାବରେ ଉଲ୍ଲେଖ କରାଯାଇପାରିବ। ମନୁଷ୍ୟମାନଙ୍କ ମଧ୍ୟରେ ପରସ୍ପର ଭାବ ବିନିମୟର ସହାୟକ ସଂକେତମାନଙ୍କର ବ୍ୟବସ୍ଥା ହେଉଛି ଭାଷା। ପରସ୍ପର ଭାବ ବିନିମୟର ସହାୟକ। ଏଚ୍. ସୁଇଟି ହିଷ୍ଟ୍ରି ଅଫ୍ ଲାଙ୍ଗୁଏଜ ଗ୍ରନ୍ଥରେ ଭାଷାର ସଂଜ୍ଞା ନିରୂପଣ କରିଛନ୍ତି। ଭାଷା ହେଉଛି ମନୁଷ୍ୟର ବାଗ୍ଯନ୍ତ୍ରରୁ ଉଚ୍ଚାରିତ ଧ୍ୱନି ସମୂହ, ଯାହାଦ୍ୱାରା ଚିନ୍ତାରାଜିର ପ୍ରକାଶ ସମ୍ଭବ ହୁଏ। ଭାଷା ଯାହାର ଭାଷା ଅଧିକ ନିର୍ଦ୍ଦିଷ୍ଟ ଥାଏ
ଏ ଯେ ବେନ୍ଦ୍ରିଜ ତାଙ୍କର ଲାଙ୍ଗୁଏଜ ଗ୍ରନ୍ଥରେ ମତ ଦେଇଛନ୍ତି ମନୁଷ୍ୟମାନଙ୍କ ମଧ୍ୟରେ ପରସ୍ପର ଭାବ ବିନିମୟର ସହାୟକ ଯେଉଁ ସଂକେତମାନଙ୍କର ବ୍ୟବସ୍ଥା। ହିଷ୍ଟ୍ରି ଅଫ୍ ଲାଙ୍ଗୁଏଜ ହେଉଛି ଗ୍ରନ୍ଥରେ ଭାଷାର ସଂଜ୍ଞା ନିରୂପଣ କରିଛନ୍ତି। ଭାଷା ହେଉଛି ମନୁଷ୍ୟର ବାଗ୍ଯନ୍ତ୍ର ଉଚ୍ଚାରିତ ଧ୍ୱନି ଯାହାଦ୍ୱାରା ଚିନ୍ତାରାଜ୍ୟର ପ୍ରକାଶ ସମ୍ଭବ ହୁଏ। ଭାଷା ଅଧିକ ନିର୍ଦ୍ଦିଷ୍ଟ ଅର୍ଥ ଥାଏ। ଧ୍ୱନିର ଅର୍ଥ ନିର୍ଦ୍ଦିଷ୍ଟ ବୋଲି ଗ୍ରହଣ କରାଯାଇଛି କିନ୍ତୁ ଏହା ପ୍ରାକୃତିକ ବୋଲି ସୂଚନା ଦିଆଯାଏ ନାହିଁ। ଲାଙ୍ଗୁଏଜ ଆସିଛି ଭାଷା